ब्रजैक मंडन समस्त पाप खंडन भजे ब्रजैक मंडन समस्त पाप खंडन स्वभक्त चितरंजन सदैव नंदन नंदन नारायण नारायण श्रीमन्नारायण नारायण नारायण श्रीमन्नारायण नारायण नारायण गुरु गोविंदाय नमः। प्रिय भक्त बंधु प्रिय दर्शक बंधु पुण्यात्मा माने पुण्यमयी कल्याणदायिनी आशीषदायिनी अभयदायिनी मोर समस्त माँ माने सबु साधु सन्थ वैष्णव ब्राह्मण देवता गुरु गुरुजन सबु बापा माँ समस्तंक पाद तले आम तरफरु सर्वप्रथमे कोटि कोटि मथालोटा प्रणाम। भलरे थांतु आपण माने विश्वनियंता भगवान श्रीमन्नारायण आपणकर आपणक परिवार वर्गंकर मंगल करंतु यह ही कामना। एबे आसंतु जिबा आम ओटीवी रो नियारा कार्यक्रम जार ना नारायण नारायण। हिरण्यकश्यपु प्रहलाद को अनेक दंड दौचे आज्ञा निया भितर पकई देलानी केतेबेले पर्वत उपरु तळकु पकई देलानी केते प्रकार दंड दौची आज्ञा। किंतु कथारे कहंतनी आज्ञा जाको राखे साइया मार सके ना कोई जहाकू भगवान रक्षा करियो ताकू मनुष्य कौन करियो आज्ञा। ओडिया भागवत कौन कहे जहाकू रखिबे अनंत राधा गोविंद की कोरी पारी बड़ बंत राधा गोविंद 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 राधा गोविंद पदु गळुछि मकरंद राधा गोविंद। बाप हिरण्यकश्यपु से दिन आदेश देला रे के अछरे निया भितर पकेइली पड़िलानी पर्वत उपरु फोपाड़ी देली मलानी गोटे काम कर तो ना कौन शुण विष आण ताकू विष खाइबा को दबा विष आण कालकूट विष आनिले रक्षक जदि भक्षक हब किए बंचेब आज्ञा। बाप जदि ता पुओ को मारिबा को चाहिबो ताकू किए बंचेब आज्ञा। गोटे गोटे पुराणा कालिया पद मने पड़ुछि मु आपनक आगे गाउछि गोटे पुराणा कालिया पद ना कौन पुराणा कालिया पद आज्ञा। महादेव घरे घाउड़ लागिले गारेडी रे के झाड़ी बगुणी वरुण आलोये वैश्वानर भय लिभाइब केहू सिंची पानी। महादेव माने शिवंक ना धरिले गारेडी पड़िले शिवंक ना धरिले जदि काहाकू साप कामुड़ी थब विष झड़ी जीव किंतु आज्ञा शिवंक पुओ कार्तिकेय को जदि साप कामुड़ब से टिकिए गारेडी रे मंत्र झाड़िब। महादेव घरे घाउड़ लागिले गारेडी रे के झाड़िब गुणी वरुण आलोये वैश्वानर भय लिभाइब केहू सिंची पानी। वरुणर घर कोउटा आज्ञा जल बा समुद्र होछि वरुणर घर। जदि समुद्र रे निया लागे आमे पानी कोउठु आनिबा लिभेबा को निया को आज्ञा। खाली सेतिकी गोटे कथा चिंता कले आज्ञा गरुड़ शावक भक्षिले तक्षक एथिर की प्रतिकार जोग। गरुड़ सापंकु खाए
କିନ୍ତୁ ଗରୁଡ଼ର ଛୁଆକୁ ଯଦି ସାପ ଗିଳିଦେଲା ତାକୁ କିଏ ବଞ୍ଚେଇବ ଆଜ୍ଞା? ଭାଗୀରଥୀ ତୀରେ କଣ୍ଠ ଶୁଖି ଗଲେ ଆଉ କେ ପିପାସା ନିବାରିବ। ଗରୁଡ଼ ଶାବକ ଭଖିଲେ ତକ୍ଷକ ଏଥିର କି ପ୍ରତିକାର ଯୋଗ। ବାପ ଯଦି ପୁଅକୁ ମାରିବାକୁ ଚାହିଁବ ଆଜ୍ଞା ଦୁନିଆରେ କିଏ ତାକୁ ବଞ୍ଚେଇବ ଆପଣ ମାନେ କହୁନାହାନ୍ତି? ହିରଣ୍ୟକଶ୍ୟପ କହିଲା ଶୁଣ ବିଷ ଆଣ ତାକୁ ଜବରଦସ୍ତ ବିଷ ପିଆଅ ଏଇଥର ସେ ଯିବ କୁଆଡେ। ବିଷ ଅଣାଗଲା ପ୍ରହ୍ଲାଦକୁ ଜବରଦସ୍ତି ଧରି ବିଷ ପିଇବା ପାଇଁ କୁହାଗଲା ବେଳେ ପ୍ରହ୍ଲାଦ କହିଲା ମତେ ବଳ ପ୍ରୟୋଗ କରିକି ବିଷ କାହିଁକି ପିଆଉଛ? ଦଉନାହାନ୍ତି ମୁଁ ନିଜେ ପିଇଦେବି, ମୁଁ ନିଜେ ପିଇଦେବି। ବିଷ ପାତ୍ରଟା ଏମିତି ଧରିଲା ପ୍ରହ୍ଲାଦ ହାତରେ ବିଷ ପାତ୍ର। ହେ ଭଗବାନ ତୁମ ବାନା ହଉଛି ଆତଙ୍କ ନାଶନ ବାନା। ପୁରୁଣା କାଳିଆ ଗୀତ ଆଜ୍ଞା ଝାମ୍ପତାଲ 10 ମାତ୍ରା। ଆସନ୍ତୁ ଶୁଣିବା କଣ ଗାଇଲା। ଆତଙ୍କ ନାଶନ ବାନା ନ ଶୁଣ ଭୃତ୍ୟ ବେଦନା। 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 ଏବେ ହୋଇ ଯିବ ମନା, ଏବେ ହୋଇ ଯିବ ମନା। କେଦେ ଭଡାକ ମଣିମା ମଣିମା ଶୁଣିମା ହେଉ ଗରିବ ଡାକ ମଣିମା ମଣିମା ଶୁଣିମା ହେଉ। ନିରେଖ ଜନକୁ ରଖ, ନିରେଖ ଜନକୁ ରଖ, ନିରେଖ ଜନକୁ ରଖ, ନିରେଖ ଜନକୁ ରଖ। ପଙ୍କଜ ମୁଖ ମଣିମା ମଣିମା ଶୁଣିମା ହେଉ। ଗରିବ ଡାକ ମଣିମା ମଣିମା ଶୁଣିମା ହେଉ। ହେ ବାପା ମା ହାତ ଯୋଡ଼ିଛି ପ୍ରହ୍ଲାଦ। ବିଷ ପାତ୍ର ଏମିତି ଧରିଲା କହିଲା ଠାକୁରେ ହେ ହରି ମୁଁ ତମରି ନାମକୁ ଧରି ଏ ବିଷ ପିଉଛି। ଆଜ୍ଞା ହରି ନାମ ଧରିଲା କଣ କଲା କଣ କଲା ଆଜ୍ଞା? ସେ ହରି ନାମ ଧରିଲା ବିଷ ପାତ୍ର ପିଇଲା। ଜୟ ଜୟ ନାରାୟଣ ମୁଖେ କହିଲା ଜୟ ରାଧା ଗୋବିନ୍ଦ ଜୟ ରାଧା ଗୋବିନ୍ଦ ହେ ଜୟ ରାଧା ଗୋବିନ୍ଦ। ହରି ହରି ନନ୍ଦନ ପ୍ରଭୁ ପରମାନନ୍ଦ। ବିଷ ପାତ୍ରକୁ ଧରି ଏମିତି କି ପିଇଦେଲା। ଆଜ୍ଞା ଯେତେବେଳେ ପିଇଦେଲା ବିଷ ପାତ୍ରଟାକୁ ଧରି ନା ସମସ୍ତେ ଅନେଇଛନ୍ତି, ସମସ୍ତେ ଦେଖୁଛନ୍ତି। କଣ ହେଲା ଆଜ୍ଞା? ବାପା କହିଲା ମରିଯିବ, ରାଜ୍ୟବାସୀ ସମସ୍ତେ ଦେଖୁଛନ୍ତି, ସମସ୍ତେ କହିଲେ ମରିଯିବ, ସମସ୍ତେ କହୁଛନ୍ତି ମରିଯିବ। ପିଇଦେଲା ଆଜ୍ଞା। ହରି ନାମ ମହତ କଣ ହେଲା? ହରି ନାମ ମହତ ବିଷ ହେଲା ଅମୃତ। ଧନ୍ୟ ଧନ୍ୟ ନାରାୟଣ ହେ ଜଗନ୍ନାଥ ଜୟ ରାଧା ଗୋବିନ୍ଦ ଜୟ ରାଧା ଗୋବିନ୍ଦ ହେ ଜୟ ରାଧା ଗୋବିନ୍ଦ। ନନ୍ଦନ ପ୍ରଭୁ
ପ୍ରଭୁ ପରମାନନ୍ଦ। ବିଷଟା ପିଇଦେଲା ଆଜ୍ଞା, ବିଷ ଅମୃତ ହେଇଗଲା। କିଛି ହେଲାନି, କିଛି ହେଲାନି। ବାପା କହିଲା ଏଇଟା କାହିଁ ମରୁନି କି ରେ? ଏ ବାପା ମା, ଗାଁ ଗହଳି ଅଞ୍ଚଳରେ ପୁରାତନ ବୁଢୀ ବୁଢୀ ମାଉସୀ ମାନେ, ବୁଢୀ ବୁଢୀ ମା ମାନେ ଗୋଟେ ବଢିଆ କଥା କହନ୍ତି। କଣ କହନ୍ତି? ମତେ ଯେତେ କହିବୁ ମର ମର, ମୁଁ ସେତେ ହେବି ଫର ଫର। ଯିଏ ଯାହାର ଅମଙ୍ଗଳ ଯେତେ ପାଞ୍ଚିବ ଆଜ୍ଞା, ତାର ସେତେ ଉନ୍ନତି ହବ। ମନେ ରଖିଥିବେ, ଯିଏ ଅମଙ୍ଗଳ ପାଞ୍ଚୁଥବ କ୍ଷତିଟା ତାରି କେବଳ ହବ। କବି ପଦେ କହିନଥିଲେ, ଲେଖା ହେଇନି ଆଜ୍ଞା? ପର ପାଇଁ ଯେହୁ ଖୋଳଇ ଗାତ, 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 ସେହି ଗାତେ ସିଏ ହୁଏ ପତିତ, ସେହି ଗାତେ ସିଏ ହୁଏ ପତିତ, ସେହି ଗାତେ ସିଏ ହୁଏ ପତିତ। ଯିଏ ପର ପାଇଁ ଗାତ ଖୋଳିବ, ସେ ଗାତରେ ସିଏ ନିଜେ ପଡେ ଆଜ୍ଞା। ମନେ ରଖିବା ଆଜ୍ଞା, ଅନ୍ୟର ଅନିଷ୍ଟ ଯିଏ ଚିନ୍ତା କରିବ, ଅନ୍ୟର ଖରାପ ଗୁଣ ଯିଏ ଚିନ୍ତା କରିବ, ଅନ୍ୟକୁ ଯିଏ ସମାଲୋଚନା କରିବ, ତା ପଛରେ ଭଗବାନ ନିଜେ ତା ପଛରେ ଦ୍ରୋହ ଆଚରଣ କରିବେ। କାରଣ ଏଇ ଲୋକଟା ମଣିଷ ବିରୋଧୀ, ଇଏ ମଣିଷ ମାନଙ୍କୁ ଖରାପ କଥା କହୁଛି। ଦେଖନ୍ତୁ ଆଜ୍ଞା, ନାଇଁ ବାପା ନାଇଁ, ଅନ୍ୟ ନାଁରେ ଚୁଗୁଲି ନିନ୍ଦା ଅପବାଦ କରନ୍ତୁନି, ଅନ୍ୟର ବିରୁଦ୍ଧରେ ଯାଆନ୍ତୁନି, କାହାର ଅମଙ୍ଗଳ ଚିନ୍ତା କରନ୍ତୁନି, କାହା ପେଟକୁ କେବେ ଗୋଇଠା ମାରନ୍ତୁନି। ମନେ ରଖିବା ଆଜ୍ଞା। ହଁ ସତ କଥା, ହିରଣ୍ୟକଶ୍ୟପ ରାଗିଗଲା। ଏ ପ୍ରହ୍ଲାଦ, ଆଜ୍ଞା ବାପା। ପ୍ରହ୍ଲାଦ, ବାପ ବିଷ ଦଉଛି, ବାପ ମାରିବାକୁ ଚାହୁଁଛି, କିନ୍ତୁ ପୁଅର କର୍ତ୍ତବ୍ୟ, ପୁଅର ଧର୍ମ। ଏ ପ୍ରହ୍ଲାଦ, ଆଜ୍ଞା ବାପା। ତୁ ଯୋଉ ହରି ହରି କହୁନୁ ନା, ହଁ ତୁ ଯୋଉ ହରି ହରି କହୁଛୁ ନା, ହଁ ସେ ହରି ତୋର କୋଉଠି ଅଛି? ହିରଣ୍ୟକଶ୍ୟପ ପଚାରିଲା। ପ୍ରହ୍ଲାଦ କହିଲା, ଅତ୍ର ତତ୍ର ସର୍ବତ୍ର ବିରାଜିତ ମୋ ପ୍ରଭୁ। କୋଉଠି ନାହିଁ ସିଏ, କୋଉଠି ନାହିଁ ସିଏ। ବିଶ୍ୱଗୁରୁ ବାୟ ବାବା କଣ କହିଲେ? ଅଣୁ ପ୍ରମାଣେ ସେ ରହିଛି ପରା ସବୁ ସ୍ଥାନରେ, ତାହାର ନଥିବା ସ୍ଥାନଟି ନାହିଁ ସାରା ସଂସାରେ। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ଜୟ ରାଧା ଗୋବିନ୍ଦ, ନନ୍ଦର ନନ୍ଦନ ପ୍ରଭୁ হে ତୁମେ ପରମାନନ୍ଦ। ସିଏ ନଥିବା ସ୍ଥାନ ତ କୋଉଠି ନାହିଁ, ଅଣୁ ପରମାଣେ ରହିଛି ସେ ତ ସବୁ ସ୍ଥାନରେ, ତା ନଥିବା ଜାଗା କୋଉଠି ଅଛି? କୀଟରୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତେ ସବୁଠାରେ ତ ସତ, ସମୁଦେହେ ବାସ କରଇ ନାହିଁ ପାବା ଦିଅନ୍ତ। ଗୋବିନ୍ଦ ଗୋବିନ୍ଦ ଜୟ ରାଧା ଗୋବିନ୍ଦ, ନନ୍ଦର ନନ୍ଦନ ପ୍ରଭୁ হে ତୁମେ ପରମାନନ୍ଦ। କୋଉଠି ନାହିଁ ସିଏ? ବାପା ହିରଣ୍ୟକଶ୍ୟପ ପଚାରିଲା, କୋଉଠି ଅଛି ମାନେ? ଆରେ କୋଉଠି ଅଛି ମାନେ କଣ? ସବୁଠି। ତ ହରି କଣ ସବୁଠି? ପ୍ରହ୍ଲାଦ କହିଲା, ଧୂଳି କଣା ଭିତରେ ମୋହରି, ଆକାଶର ଚନ୍ଦ୍ରମା ଭିତରେ ମୋହରି, ସୂର୍ଯ୍ୟ ନାରାୟଣଙ୍କ ଭିତରେ ମୋହରି, ଅତ୍ର ତତ୍ର ସର୍ବତ୍ର ତମ ଦେହରେ ମଧ୍ୟ ମୋହରି। ମୁଁ କହୁନି? ଓଡ଼ିଆ ଭାଗବତ କଣ କହେ? କଣ କହେ? কাষ্ঠ পাষাণ তরু তৃণ গোবিন্দ, সকল ঘটে নারায়ণ গোবিন্দ। গোবিন্দ 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 গোবিন্দ, মধু গড়ুছে মকরন্দ গোবিন্দ। শ্রী নারায়ণ দেহে চিতে গোবিন্দ, বসন্তি ভাব অনুমতে গোবিন্দ, সে মকরন্দ পান করি গোবিন্দ, এলে তরিলে ব্রজনারী গোবিন্দ।
ପାଷାଣ ତରୁ ତୃଣ ସକଳ ଘଟେ ନାରାୟଣ। କୋଉଠି ନାହିଁ ସିଏ? ତା ନଥିବା ସ୍ଥାନ ଏ ସଂସାର ଭିତରେ କୋଉଠି ଅଛି ବାପା ତମେ କହିପାରିବ? କୋଉଠି ନାହିଁ ସିଏ? ବାପା କହିଲା ଓ ସେ ନାରାୟଣର ପ୍ରେମରେ ତୁ ପଡି ଯାଇଛୁ ତ, ସେଇଥିପାଇଁ ତତେ ସବୁ ଦୁନିଆଟା ସାରା ତତେ ହରିମୟ ନାରାୟଣମୟ ଦେଖାଯାଉଛି। ପ୍ରହ୍ଲାଦ ପଚାରିଲା ବାପା ତମକୁ କଣ ମୟ ଦିଶୁଛି? ହିରଣ୍ୟକଶ୍ୟପ କହିଲା ମତେ ତ ଦିଶେ ଶିବମୟ ଗୋବିନ୍ଦ, ଶିବ ତ ଆରାଧ୍ୟରେ ମୟ ଗୋବିନ୍ଦ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ଗୋବିନ୍ଦ। ବାପ କହିଲା ମତେ ତ ଦିଶେ ଶିବମୟ, ଶିବ ଯେ ମଙ୍ଗଳମୟ। ମତେ ଦିଶୁଛି ଶିବମୟ, ଶିବ ତ ସେ ମଙ୍ଗଳମୟ। ଆରେ ସେ ତ ମଙ୍ଗଳମୟ, ମତେ ଦିଶୁଛି ଚାରିଆଡେ ଶିବ ଶିବ। ପ୍ରହ୍ଲାଦ କହିଲା ବାପା ଏଟା ଚଷମାର ଦୋଷ, ଆଖିର ଦୋଷ ନୁହଁ। ମାନେ ଚଷମାର ଦୋଷ, ଆଖିର ଦୋଷ ନୁହେଁ? କହିଲା ହଁ। କହିଲା ବୁଝିପାରିଲିନି। ପ୍ରହ୍ଲାଦ କହିଲା ବାପା ଜଣେ ରାଜା ଥିଲେ, ତାଙ୍କର ଗୋଟେ ରୋଗ ହେଲା। ତାଙ୍କୁ ବୈଦ୍ୟ ମାନେ ଆସିକି କହିଲେ ତମେ ଟିକେ ନୀଳ ଜିନିଷ ସବୁ ଦେଖିବ ଯଦି ତମ ରୋଗ ଭଲ ହବ। ନୀଳ ଜିନିଷ ମାନେ ସବୁଜ ଜିନିଷ, ଗଛର ପତ୍ର, ଆକାଶ, ନଦୀର ଜଳ, ଏସବୁ ନୀଳ ନା। ତମେ ଯେତେ ନୀଳ ରଙ୍ଗ ଦେଖିବ ତମ ରୋଗ ସେତେ ଶୀଘ୍ର ଭଲ ହବ। ତ ରାଜା କହିଲେ ଠିକ ଅଛି, କେତେ ଟଙ୍କା ଖର୍ଚ୍ଚ ହବ? ରାଜ୍ୟରେ ଯେତେ କୋଠା ବାଡି ଅଛି ସବୁ ନୀଳ ରଙ୍ଗ କରିଦିଅ, ସବୁଗୁଡାକୁ ନେଳିଆ ରଙ୍ଗ କରିଦିଅ। ସବୁ କରିଦେଲେ ନେଳିଆ ରଙ୍ଗ। ନେଳିଆ ରଙ୍ଗ କରିବା ପାଇଁ ଗୁଡାଏ ଟଙ୍କା ଖର୍ଚ୍ଚ ହବ। ମନ୍ତ୍ରୀ ଥିଲେ, କହିଲେ ମହାରାଜ ଗୋଟେ କଥା କହିବି। ନା କଣ? ଏତେ ଟଙ୍କା କାହିଁ ଖର୍ଚ୍ଚ କରିବେ? ସମୁଦାୟ 2 ଟଙ୍କା ଯଦି ଖର୍ଚ୍ଚ କରିବେ ରାଜ୍ୟଟା ସବୁ ନେଳିଆ ହେଇଯିବ। କହିଲା କେମିତି? କହିଲା 2 ଟଙ୍କା ଖର୍ଚ୍ଚ କରିବେ ସବୁ ନେଳିଆ ହେଇଯିବ। କହିଲା କେମିତି କେମିତି ହବ? ମନ୍ତ୍ରୀ କହିଲେ ମତେ 2 ଟଙ୍କା ଦଉନାହାନ୍ତି, ମୁଁ ରାଜ୍ୟଟା ସାରା ନେଳିଆ କରିଦେବି, ଆପଣ ନେଳିଆ ଦେଖିବେ ସବୁ। କହିଲେ କ'ଣ କରିବେ? ରାଜା 2 ଟଙ୍କା ଦେଲେ। ମନ୍ତ୍ରୀ 2 ଟଙ୍କା ନେଇ ଗୋଟେ ନେଳିଆ ଚଷମା କିଣି ଆଣିଲେ, ରାଜାକୁ ପିନ୍ଧେଇ ଦେଲେ। କହିଲେ ଆପଣ ଯୁଆଡେ ଅନଉନାହାନ୍ତି ସବୁ ନେଳିଆ। ଆରେ ସତେ ତ। ପ୍ରହ୍ଲାଦ ସେଇଆ କହିଲା, ହେ ବାପା ତମ ଚଷମାର କାଚ ବଦଳେଇ ଦିଅ। ତମେ ଯୋଉ ଚଷମା ପିନ୍ଧିଛ ଆଖିରେ ତମକୁ ଖାଲି ଶିବମୟ ଦେଖାଯାଉଛି, କିନ୍ତୁ ମୋ ଆଖିରେ ଯୋଉ ଚଷମା ନା ଇଏ ହରିମୟ। ବାପା ଚଷମା ଯେପର୍ଯ୍ୟନ୍ତ ନ ବଦଳେଇଛ, ଚଷମା ମାନେ କ'ଣ କି ଆଜ୍ଞା? ଚଷମା କାହାକୁ କହନ୍ତି? ନିଜର ପ୍ରକୃତି, ନିଜର ଚରିତ୍ର, ନିଜର ଚିନ୍ତାଧାରା, ନିଜର ଭାବନା, ନିଜର ଭକ୍ତି, ନିଜର ଭାବ, ଆକୁ କହନ୍ତି ଚଷମା। ଯେତେ ଶୀଘ୍ର ବଦଳେଇ ପାରିବ ତମେ ମଧ୍ୟ ହରିମୟ ହେଇଯିବ। କାରଣ ଆଜ୍ଞା ବେଦ, ଶାସ୍ତ୍ର, ପୁରାଣ, ଉପନିଷଦ, ଗୀତା, ଭାଗବତ ଯୁଆଡେ ଆପଣ ଯାଆନ୍ତୁ ହରି ସର୍ବତ୍ର ଗୀୟତେ। କୋଉଠି ନାହାନ୍ତି ହରି? କୋଉଠି ରହନ୍ତି ନାହିଁ ସିଏ? ତାଙ୍କ ସ୍ଥାନ କୋଉଠି ବା ନାହିଁ? ହିରଣ୍ୟକଶ୍ୟପ ପଚାରିଲା କ'ଣ ସିଏ ସବୁଠି? କହିଲା ହଁ ସବୁଠି। କୋଉଠି ନାହାନ୍ତି ସିଏ? କହିଲା ଠିକ ଅଛି, ଯଦି ସବୁଠି ତ ପ୍ରଭୁ ଅଛନ୍ତି ତାହେଲେ ମତେ କହିବୁ କି? ନା କ'ଣ ଆଜ୍ଞା? କ'ଣ ବାପା? ଆରେ ଏ ଯୋଉ ଖମ୍ବଟା ଦେଖୁନୁ ନା? ହଁ, ଏଇ ଖମ୍ବରେ ତ ହରି ଅଛି, ଏ ଖମ୍ବ ଭିତରେ ତ ହରି ଅଛି। କହିଲା ନିଶ୍ଚୟ ନିଶ୍ଚୟ। କୋଉଠି ନାହାନ୍ତି ସିଏ? ସକଳ ଘଟରେ ବିହାର କରଇ ନାହିଁ ତା ବିକାର, ସକଳ ମନ୍ତ୍ର ସକଳ ବେଦାନ୍ତରେ ଯେସନେ ଓମକାର। କୋଉ ନାହିଁ ସିଏ? କହିଲା ଠିକ ଅଛି, ତତେ ତ ମାରିବାକୁ ଯାଉଥିଲି, ତୋ ହରିକି ମଧ୍ୟ ଆଜି ମୁଁ ମାରିଦେବି, ତୋ ହରିକି ଆଜି ମାରିବି। ପ୍ରହ୍ଲାଦ ମନେ ମନେ ଭାବିଲା, କହିଲା ମୋ ବାପା ଏମିତି କ'ଣ କହୁଛନ୍ତି? କ'ଣ କହୁଛନ୍ତି ଏମିତି? ଗୋଟେ ପଦ ମନେ ପଡୁଛି ଆଜ୍ଞା। ପ୍ରହ୍ଲାଦ କହିଲା ଇଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ସମସ୍ତଙ୍କ ଭାଗ୍ୟ ଡୋରି, ସମସ୍ତଙ୍କ ଭାଗ୍ୟ ଡୋରି। ମୋ ବାପାଟା ଦାମ୍ଭିକ, ଦମ୍ଭରେ କଥାବାର୍ତ୍ତା କରୁଛି।
ସମସ୍ତଙ୍କର ଭାଗ୍ୟର ଡୋରିଟା ନିଜ ହାତରେ ରଖିବାକୁ ଚାହୁଁଛି। ଇଛନ୍ତି ଦାମ୍ଭିକେ ହତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ସମସ୍ତଙ୍କ ଭାଗ୍ୟ ଡୋରି, ସମସ୍ତଙ୍କ ଭାଗ୍ୟ ଡୋରି। ନିଜ ଭାଗ୍ୟ ଡୋରି ନିଜ ହାତେ ବନ୍ଧା ଦିଅନ୍ତି ହେଳେ ପାଶୋରି, ଦିଅନ୍ତି ହେଳେ ପାଶୋରି, ଦିଅନ୍ତି ହେଳେ ପାଶୋରି। ନିଜ ଭାଗ୍ୟ ଡୋରି କାଳ ହସ୍ତେ ବନ୍ଧା ଦିଅନ୍ତି ହେଳେ ପାଶୋରି। ମୋ ବାପା କହୁଛନ୍ତି ହରିକି ମାରିବେ, ଭଗବାନଙ୍କୁ ମାରିଦେବେ। ଏ ବାପା, ଯିଏ ଅଜନ୍ମା, ଯିଏ କେବେ ଜନ୍ମ ନିଏନି, ଯିଏ ମୃତ୍ୟୁର ଉପରେ, ଯାହାର କେବେ ମୃତ୍ୟୁ ନାହିଁ, ଯାହାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ଯାହାର ସ୍ଥିତି ନାହିଁ କି ଲୟ ନାହିଁ, ଯାହାର ଅଗ ନାହିଁ କି ମୂଳ ନାହିଁ, ଯାହାକୁ କେହି ଦୁନିଆରେ ଦେଖି ନାହାନ୍ତି ମାରିବା ଦୂରର କଥା, ସେ ବ୍ରହ୍ମକୁ ତମେ ମାରିଦବ? ବ୍ରହ୍ମ ଯାକୁ କହି ମରଇକି ସେହି ସର୍ବେ ହୋଇଅଛ ଭାଇ, ତମେ ମାରିଦବ ବାପା? ହିରଣ୍ୟକଶ୍ୟପ କହିଲା କୋଉ ବ୍ରହ୍ମରେ ସିଏ? କୋଉ ବ୍ରହ୍ମ? ଦେଖିଛୁ କେବେ ତାକୁ? ପ୍ରହ୍ଲାଦ କହିଲା ହଁ ମୁଁ ଦେଖିଛି। କୋଉଠି ଦେଖିଲୁ? କୋଉଠି ଦେଖିଲୁ? ପ୍ରହ୍ଲାଦ କହିଲା ମୋ ଅନ୍ତଃ ଚକ୍ଷୁରେ ମୁଁ ତାକୁ ଦେଖିଛି, ମୋ ହୃଦୟର ଜ୍ଞାନ ନେତ୍ରରେ ମୁଁ ତାଙ୍କୁ ଦେଖିଛି। ଦେଖିନି ବୋଲି କେମିତି କହୁଛ? କହିଲା ଠିକ ଅଛି, ଏବେ ଦେଖ ମୁଁ କଣ କରୁଛି, ଏବେ ଦେଖ। ବାହାର କଲା ଖଣ୍ଡାଟା, ହିରଣ୍ୟକଶ୍ୟପ ଖଡ୍ଗ ବାହାର କଲା, କହିଲା ଏଇ ଖୁମ୍ବରେ ଅଛି ନା ତୋ ଭଗବାନ? ଏଇ ଖୁମ୍ବରେ ତୋ ଭଗବାନ ଅଛି ନା? କହିଲା ହଁ ଅଛି। ହଁ ଅଛନ୍ତି। ଖଡ୍ଗ ବାହାର କଲା, ଖୁମ୍ବରେ ଗୋଟେ ଚୋଟ ପକେଇଲା, ଖୁମ୍ବ ଭାଙ୍ଗିଗଲା। ତାପରେ କଣ ହେଲା ଆପଣ ମାନେ ସବୁ ଜାଣିଛନ୍ତି। କିନ୍ତୁ ଖୁମ୍ବରୁ ତ ଭଗବାନ ବାହାରିବେ। ଭଗବାନ ବାହାରିବା ପରେ ଯୋଉ ମଜା କଥାଟା, ଆଜି ଆଉ ସମୟ ନାହିଁ। ବାପା ମାନେ ଆଗାମୀ ଅଧ୍ୟାୟରେ ଏଇଠୁ ଆଲୋଚନା ଆରମ୍ଭ କରିବା, କିନ୍ତୁ ବିଦାୟ ନେବା ପୂର୍ବରୁ ଆଜିର ଅନୁଚିନ୍ତା। ଜ୍ଞାନୀ ଭକ୍ତ ବନ୍ଧୁମାନେ, ଆଜିର ଅନୁଚିନ୍ତାରେ ଗୋଟେ ଭଲ କଥା ମନେ ଦେଇକି ଶୁଣିବେ। ଆଖି ଆଉ କାନର ଯନ୍ତ୍ରଣା ମନେ ରଖିବେ। ଆଖି ଯନ୍ତ୍ରଣା ଭାରି କଷ୍ଟଦାୟକ, କାନ ଯନ୍ତ୍ରଣା ମଧ୍ୟ ଭାରି କଷ୍ଟଦାୟକ। ଯଦି ଆଖି ଏବଂ କାନର ଯନ୍ତ୍ରଣା ହେଉଥାଏ, ଘର ବୈଦ ବହିର 35 ପୃଷ୍ଠାରେ ଲେଖା ଅଛି କଥା। ବହି ନାଁ ଅନୁଭୂତି ଯୋଗମାଳା, 35 ପୃଷ୍ଠା, ସେଇଠି ଲେଖା ଅଛି। ମୋ ମନରୁ କହୁନି, ବୈଦ୍ୟଶାସ୍ତ୍ରରେ ପ୍ରମାଣ। କ'ଣ? ଯଦି ଆଖି ଏବଂ କାନ ଯନ୍ତ୍ରଣା ହେଉଥାଏ, ମନେ ରଖିଥିବେ, ଯେଉଁ ସ୍ତ୍ରୀର ବା ଯେଉଁ ମାଆର ଝିଅ ଜନ୍ମ ହେଇଥିବ, ଯେଉଁ ମାଆର ଝିଅ ଜନ୍ମ ହେଇଥିବ, ପୁଅ ଜନ୍ମ ହେଇଥିବା ମାଆର ନୁହଁ, ଝିଅ ଯେଉଁ ମାଆର ଜନ୍ମ ହେଇଥିବ, ସେଇ ମାଆର କ୍ଷୀର 2-3 ବୁନ୍ଦା ଆଣି ଯଦି ଆଖିରେ ପକାନ୍ତି, ଆଖି ଯନ୍ତ୍ରଣା ସାଙ୍ଗେ ସାଙ୍ଗେ ଭଲ ହେଇଯିବ। ଏବଂ ସେଇ କ୍ଷୀର ସହିତ ଯଦି ଟିକେ ଅଫିମ, ବୈଦ୍ୟଶାସ୍ତ୍ରରେ ପ୍ରମାଣ, ଘର ବୈଦ ବହିର 35 ପୃଷ୍ଠାରେ ଲେଖା ଅଛି, ସେଇ ସ୍ତ୍ରୀର କ୍ଷୀର ସହିତ ଯଦି ଟିକେ ଅଫିମ ତାକୁ ଗୋଳେଇ କାନରେ ଟିକେ ପକାଯାଏ, କାନ ଯନ୍ତ୍ରଣା ସାଙ୍ଗେ ସାଙ୍ଗେ ଭଲ ହେଇଯିବ। ମାନିଲେ ମଙ୍ଗଳ ହବ। ଇଏ ଥିଲା ଆଜିର କାର୍ଯ୍ୟକ୍ରମ। ପୁଣି ଆଗାମୀ ଅଧ୍ୟାୟରେ ଭେଟ ହବା। ନାରାୟଣ नारायण श्रीमन्नारायण, नारायण नारायण, श्रीमन्नारायण नारायण नारायण। गुरु गोविंदाय नमः।